Now gold is not enough. Hello friend, welcome to Trade Orbit. Friend, since long time ମୁଁ କୌଣସି ଭିଡ଼ିଓ କରିନଥିଲି କିନ୍ତୁ ଆପଣଙ୍କୁ ଗୋଟେ ବହୁତ ସୁନ୍ଦର ଗିଫ୍ଟ ମୁଁ ଆପଣଙ୍କ ପାଇଁ ଅଲରେଡ଼ି ରଖିଛି। ସେଟା ହେଉଛି ଏଇ ଇଣ୍ଡିକେଟର। ଏଇ ଯେଉଁ ଇଣ୍ଡିକେଟରଟି ବନେଇଛି ମୁଁ, ତ ଏଥିରେ ଆପଣ ଜଷ୍ଟ କିଛି ଦିନ ଟ୍ରଷ୍ଟ କରିକି ଟ୍ରେଡ୍ ନିଅନ୍ତୁ, ତାପରେ ଆପଣ ଅଟୋମେଟିକାଲି ବୁଝିପାରିବେ ମାନେ ହାଉ ଏଫିସିଏଣ୍ଟ ଦିସ୍ କୋଡ୍ ଇଜ୍। ତ ଏଇ ଇଣ୍ଡିକେଟରଟା ଯେଉଁ ଲଜିକରେ ମୁଁ ବନେଇଛି, ଅଲରେଡ଼ି ମୁଁ ସେ ଲଜିକ୍ ଆପଣଙ୍କ ସହିତ ବହୁତ ଥର ଡିସ୍କସନ୍ ବି କରିସାରିଛି। ତ ମାର୍କେଟରେ ଯଦି ପଇସା ବନେଇବାର ଅଛି, ତ ସେଥିପାଇଁ ଆପଣଙ୍କୁ ଡିସିପ୍ଲିନ୍ ହେବାକୁ ତ ପଡ଼ିବ, କିନ୍ତୁ ନିଜେ ପ୍ରଥମେ ୟାକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଯାଇକି ଆପଣ ଯେତେବେଳେ ୟାକୁ ନିଜେ ଅବଜର୍ଭ କରିବେ, ଆପଣ ଅଲରେଡ଼ି ବୁଝିପାରିବେ ଯେ ହାଉ ଏଫିସିଏଣ୍ଟ ଦିସ୍ କୋଡ୍ ମାନେ ଦିସ୍ ଇଣ୍ଡିକେଟର ଇଜ୍ ଆଣ୍ଡ ରେଗୁଲାରଲି ମଧ୍ୟ ଆପଣଙ୍କୁ ସବଷ୍ଟାନ୍ସିଆଲ ମନି ବି ଆପଣଙ୍କୁ ଜେନେରେଟ୍ କରିହେବ। ହଉ ଠିକ୍ ଅଛି, ମୁଁ ଆପଣଙ୍କୁ ରୁଲ୍ ବତେଇ ଦେଉଛି। ରୁଲ୍ ଅଣ୍ଡରରେ ଆପଣ ପ୍ରଥମେ ଇଣ୍ଡିକେଟର ଯାଇକି ଯଦି ଏଇଠି ଆପଣ ଦେଖିବେ, ଏଠି ବାର୍ କଲର୍ ଏଠି ଅଛି। ବାର୍ କଲର୍କୁ ରଖିବେ କାରଣ ଯେତେବେଳେ ଟ୍ରେଣ୍ଡ ଚେଞ୍ଜ ହେଉଥିବ, ଯେମିତି ସପୋଜ ଆପଣଙ୍କର ଏଠି ସେଲ୍ ଅଛି ତାମାନେ ରେଡ୍ କ୍ୟାଣ୍ଡେଲରେ ଆବ୍ରିଭିଏସନ୍ ହେଲା। ଯେତେବେଳେ ପର୍ଯ୍ୟନ୍ତ ରେଡ୍ କଲର୍ ଅଛି ନା, ଆପଣ ତବ ତକ୍ ଏ ପୋଜିସନରୁ ଏକ୍ଜିଟ୍ ହେବାର ଆବଶ୍ୟକତା ହିଁ ନାହିଁ। ଯେତେବେଳେ ଆପଣଙ୍କର ଏଠି କଲର୍ ଚେଞ୍ଜ ହେଇଗଲା, ହୁଏତ ଆପଣ ଭାବିପାରନ୍ତି ତାମାନେ ଏଇ ଜାଗାରେ କଲର୍ ମାନେ ଟ୍ରେଣ୍ଡ ରିଭର୍ସାଲ୍ ହେବାର ସିଗ୍ନାଲ୍ ଆସିଲା, ଫିର୍ ବି ଆପଣଙ୍କର ମାନେ ଟ୍ରେଣ୍ଡ ଚେଞ୍ଜ ହେଇନାହିଁ। ତେଣୁ ଆପଣ ହୁଏତ ଯଦି ଛାଡ଼ିବେ ତାହେଲେ ଏଇ ଦିସ୍ କ୍ୟାଣ୍ଡେଲର କ୍ଲୋଜ୍ରେ ହୁଏତ ଆପଣ ପୋଜିସନ୍ ଛାଡ଼ିପାରନ୍ତି। ଠିକ୍ ଅଛି, ଓକେ, ଇଏ ହେଲା ପ୍ରଥମ କଥା। ଯେତେବେଳେ ଆପଣଙ୍କ ଟ୍ରେଡ୍ ବନିବ, ସପୋଜ ଏଠି ସେଲ୍ ସିଗ୍ନାଲ୍ ଆସିଲା, ଦେଖନ୍ତୁ ଗୋଟେ ସ୍ମାର୍ଟ ସେଲ୍ ଅଛି, ସ୍ମାର୍ଟ ବାୟ ଅଛି, ଗୋଟେ ସେଲ୍ ଅଛି, ନର୍ମାଲ ସେଲ୍ ଅଛି। ଟିକେ ସ୍ମାର୍ଟ ସେଲ୍ରେ ଆପଣଙ୍କର ଅଥେଣ୍ଟିସିଟି ଇଜ୍ ମୋର୍ ରେଦର ଦେନ୍ ଦ ନର୍ମାଲ ସେଲ୍, କିନ୍ତୁ ଆପଣ ସେଥିରେ ବୋଥ୍ ଟ୍ରେଡ୍କୁ ଆପଣ ନେବା ପାଇଁ ଟ୍ରାଏ କରିବେ। ଖାଲି ଗୋଟିଏ କଣ୍ଡିସନ୍ ଏଠି ଆପଣଙ୍କୁ ଆପ୍ଲାଏ ହେବ ଯେ ବ୍ୟାକଗ୍ରାଉଣ୍ଡ କଲର୍ କ'ଣ ଅଛି। ଯେତେବେଳେ ଆପଣ ଟ୍ରେଡ୍ ନେଉଛନ୍ତି, ସେତେବେଳେ ବ୍ୟାକଗ୍ରାଉଣ୍ଡ କଲର୍ ଯଦି ଗ୍ରୀନ୍ରେ ଥିବ, ତାହେଲେ ଆପଣ ଟ୍ରେଡ୍ ଇନିସିଏଟ୍ କରିପାରିବେ। ସେତିକା ବେଳେ ଆପଣ ଏଠି ଅବଜର୍ଭ କରିବେ, ଏଇ ଗୋଟେ ଡ୍ୟାସବୋର୍ଡ ଅଛି, ଏ ଡ୍ୟାସବୋର୍ଡକୁ ଆପଣ ଦେଖିପାରିବେ ସେତେବେଳେ ଭୋଲାଟିଲିଟି କେତେ ଅଛି। ଯଦି ଭୋଲାଟିଲିଟି ଆପଣ ବହୁତ ଅଧିକ ଭୋଲାଟିଲିଟି ଅଛି, ତାହେଲେ ଆପଣଙ୍କୁ ଇମିଡ଼ିଏଟଲି ଆପଣଙ୍କର ଟାର୍ଗେଟ୍ ଆଚିଭ୍ ହେବାର ଚାନ୍ସେସ୍ ଅଛି। ସେକେଣ୍ଡ, ଇନଷ୍ଟିଟ୍ୟୁସନାଲ ଆକ୍ଟିଭିଟି ଏଠି ଅଛି ନା ନାହିଁ, ମତଲବ ମାନେ ବିଗ୍ ପ୍ଲେୟର୍ସ ଦେ ଆର୍ ଇନଭଲ୍ଭ ଇନ୍ ଦିସ୍ ମୁଭମେଣ୍ଟ, ୟା ରିଟେଲର ଆର୍ ପାର୍ଟିସିପେଟିଂ ହିୟର, ସେ ବିଷୟରେ ବି ଆପଣଙ୍କୁ ଏଠି ଗୋଟେ ଆଇଡ଼ିଆ ମିଳିଯିବ। ଠିକ୍ ଅଛି, ତ ବର୍ତ୍ତମାନ ଆପଣ ଏଇ ଅନୁସାରେ ଯଦି ଆମେ ଟ୍ରେଡ୍ ନେଇଥାନ୍ତେ, ସପୋଜ ଆପଣ 5 ମିନିଟ୍ରେ ଆପଣ ଟ୍ରେଡ୍ ଇନିସିଏଟ୍ କରିବେ। ଆଜି ଦେଖନ୍ତୁ, ଆଜିର ସେସନ୍ ଷ୍ଟାର୍ଟ ହେଲା 8 ପାଖରୁ। ଯଦି ଆପଣ 3 ମିନିଟ୍ ହିସାବରେ ଆପଣ ଟ୍ରେଡ୍କୁ ଇନିସିଏଟ୍ କଲେ, ତ ଆପଣ ଦେଖନ୍ତୁ ପ୍ରଥମେ ଆଜି ସକାଳୁ ଏଇ ଜାଗାରେ ମର୍ଣ୍ଣିଂ ଲଗଭଗ ଗୋଟେ ମିନିଟ୍ ଦେଖାଉଛି ମୁଁ, ହଁ, ତ ଆପଣଙ୍କର ମର୍ଣ୍ଣିଂରେ ତ ଏଇଠି ଦେଖନ୍ତୁ ପ୍ରଥମେ ଫାର୍ଷ୍ଟ ସେଲ୍ ଟ୍ରେଡ୍ ମିଳିଥିଲା। ହଁ, ଆଉ ଗୋଟେ କଥା ମୁଁ କହିଦେଉଛି, ଯେତେବେଳେ ଆପଣ ଟ୍ରେଡ୍ ନେବେ ନିଫ୍ଟିରେ, ଆପଣ ସବୁବେଳେ ଅବଜର୍ଭ କରିବେ ଗିଫ୍ଟ ନିଫ୍ଟିକୁ, ମତଲବ SGX ନିଫ୍ଟି। କାହିଁକି ନା SGX ନିଫ୍ଟି ଏଇଥିପାଇଁ, SGX ନିଫ୍ଟିରେ ମେନଲି FII ବାଲା ଏଇ ଗିଫ୍ଟ ନିଫ୍ଟି ବା SGX ନିଫ୍ଟିକୁ ଦେଖିକିରି ଟ୍ରେଡ୍ କରନ୍ତି। ଠିକ୍ ଅଛି, ତ ସେମାନଙ୍କର ଯାହା ଆକ୍ଟିଭିଟି SGX ନିଫ୍ଟିରେ ରିଫ୍ଲେକ୍ଟ ହେବ। ତେଣୁ ପ୍ରଥମେ ଆପଣଙ୍କର ଟ୍ରେଡ୍ ଏଇ SGX ନିଫ୍ଟିରେ ହିଁ ରିଫ୍ଲେକ୍ସନ୍ ମିଳିବ। ସେଥିପାଇଁ ଆପଣଙ୍କୁ ନର୍ମାଲି ନିଫ୍ଟି ଅପେକ୍ଷା SGX ନିଫ୍ଟିକୁ ଆପଣ ଚାର୍ଟରେ ଲଗେଇବାଟା ବହୁତ ୱାଇଜ୍। ଦେଖନ୍ତୁ, ମୁଁ ଆପଣଙ୍କୁ ତାର ଫରକ ବି ଦେଖାଇ ଦେଉଛି। ଦେଖନ୍ତୁ,
ଯେତେବେଳେ ଆପଣ ନର୍ମାଲି ଏଇଟ୍ ନିଫ୍ଟି ଚୁଜ୍ କଲେ, ନିଫ୍ଟି ଚୁଜ୍ କଲେ ଆଜିର ମର୍ଣ୍ଣିଂରେ ଏଇ ଯୋଉ ଫଲ୍ ହେଲା, ଏ ଫଲ୍ରେ କିଛି ଇଣ୍ଡିକେସନ୍ ନାହିଁ, କେବଳ ଏ ବାୟର ପାଖରୁ ଆପଣଙ୍କୁ ସିଗ୍ନାଲ ଦେଲା। କିନ୍ତୁ ଯଦି ଆପଣ ଏଠି ଏସ୍ଜିଏକ୍ସ ନିଫ୍ଟି ଲଗେଇଥାନ୍ତେ ବା ଗିଫ୍ଟ ନିଫ୍ଟି ଲଗେଇଥାନ୍ତେ, ଆଜି ଦେଖନ୍ତୁ ମର୍ଣ୍ଣିଂ ସେସନରେ ବି ଆପଣଙ୍କୁ ଇଣ୍ଡିକେସନ୍ ଦେଲା ଯେ ବର୍ତ୍ତମାନ ମାର୍କେଟ ଫଲ୍ ହେବ ବୋଲି। ଆପଣ ଏଇଠୁ ମଧ୍ୟ ଦେଖନ୍ତୁ ଏଇଠି ସେସନ୍ ଷ୍ଟାର୍ଟ ହେଲା, ଏଇ ଜାଗାରୁ ମଧ୍ୟ ଆପଣଙ୍କୁ ଏଠି ସିଗ୍ନାଲ ମିଳିଲା। ଠିକ୍ ଅଛି। ତ ଇନିସିଆଲି ଏଇ ଜାଗାରେ ଏଇ କ୍ୟାଣ୍ଡେଲରେ ଆପଣଙ୍କୁ ସିଗ୍ନାଲ ମିଳିଲା, ଆପଣ ନେବେ କି ନାହିଁ? ଦେଖନ୍ତୁ ସିମ୍ପଲ ଲଜିକ୍, ଯେତେବେଳେ ପର୍ଯ୍ୟନ୍ତ ବ୍ୟାକଗ୍ରାଉଣ୍ଡ ରେଡ୍ ହେଇନି ତବ ତକ ଆପଣ ନେବେନି। ଠିକ୍ ଅଛି। କାହିଁକି ନା ମାନେ ଆଲାଉ କରନ୍ତୁ ଯେ ବର୍ତ୍ତମାନ ଏବେ ପ୍ରାଇସ୍ ରିଟ୍ରେସ୍ ହଉ। ଠିକ୍ ଅଛି। କିନ୍ତୁ ଯଦି ଇମିଡ଼ିଏଟଲି ରେଡ୍ ବ୍ୟାକଗ୍ରାଉଣ୍ଡ ଥାନ୍ତା ତ ଆପଣ ଇମିଡ଼ିଏଟଲି ବି ପୋଜିସନ୍ ବନେଇ ପାରିଥାନ୍ତେ। ଦେଖନ୍ତୁ ରିଟ୍ରେସ୍ ହେଲା, ଦେନ୍ ଆଫ୍ଟର ଆପଣଙ୍କୁ ବିగ్ ଫଲ୍ ହେଲା, ତ ଆପଣଙ୍କ ଷ୍ଟପ୍ ଲସ୍ କୋଉଟା ହବ ନା ଷ୍ଟପ୍ ଲସ୍ ଇଜ୍ ଜଷ୍ଟ ଏବଭ୍ ଦି ସ୍ୱିଙ୍ଗ। এই ସ୍ୱିଙ୍ଗର ହାଇରେ ଆପଣ ଷ୍ଟପ୍ ଲସ୍ ନେବେ। ଠିକ୍ ଅଛି। এই ଜାଗାରେ ଆପଣ ଷ୍ଟପ୍ ଲସ୍ ନେଲେ ତ ଟାର୍ଗେଟ୍ ମିନିମମ୍ ତ 1:2 1:3 ଆପଣ ନେଇପାରିବେ, କାରଣ ଷ୍ଟପ୍ ଲସ୍ ଅନୁସାରେ ଆପଣଙ୍କୁ ଟାର୍ଗେଟ୍ ଆପଣଙ୍କୁ ମିଳିବ। ଠିକ୍ ଅଛି। ଏଠି ଦେଖନ୍ତୁ ଆପଣଙ୍କୁ ଏଣ୍ଟ୍ରି ମିଳିଲା, ସପୋଜ ଏଇ କ୍ୟାଣ୍ଡେଲରେ ବି ନିଅନ୍ତୁ, ଯଦି ଏଇ କ୍ୟାଣ୍ଡେଲ ବି ଆପଣ ନେବେ ତାହେଲେ ଆପଣଙ୍କୁ ୱିଦିନ୍ ଦେଖନ୍ତୁ 72 ପଏଣ୍ଟସରେ ଆପଣଙ୍କୁ ପ୍ରଫିଟ୍ ମିଳିଗଲା ୱିଦିନ୍ ଏ ଲିଟିଲ୍ ଟାଇମ୍ ସ୍ପାନ୍। ସିମିଲାରଲି ପୁଣି ଆପଣଙ୍କୁ ଏଠି ଦେଖନ୍ତୁ ଏଇ ଜାଗାରେ ବ୍ୟାକଗ୍ରାଉଣ୍ଡ ବି ଗ୍ରୀନ୍ ଅଛି ଏବଂ ତାପରେ ସ୍ମାର୍ଟ ବାୟ ଦେଲା, ତ ଆପଣଙ୍କର ଏଣ୍ଟ୍ରି କୋଉଠି ହେବ? ଇମିଡ଼ିଏଟଲି ଆପଣ ଏଣ୍ଟ୍ରି କରିପାରିବେ, କାରଣ ଯେହେତୁ ବ୍ୟାକଗ୍ରାଉଣ୍ଡ ଗ୍ରୀନ୍ ଅଛି। ତାମାନେ ଆପଣ ଏଇ କ୍ୟାଣ୍ଡେଲର ଉପରେ ଆପଣଙ୍କୁ ଯେତେବେଳେ ପ୍ରାଇସ୍, କିନ୍ତୁ ପ୍ରାଇସ୍ଟା ଉପରକୁ ଯିବା ଦରକାର ଦିସ୍ କ୍ୟାଣ୍ଡେଲରେ। ତ ବର୍ତ୍ତମାନ ଆପଣ ନେଲେ, ତ ଏ ପ୍ରାଇସ୍ ମୁଭ୍ କରିଛି ଅପ୍ ଟୁ ଦିସ୍। ଠିକ୍ ଅଛି। ଏବେ ଆପଣ ଷ୍ଟପ୍ ଲସ୍ କେମିତି ନେବେ ନା ଷ୍ଟପ୍ ଲସ୍ ହେଉଛି ଯୋଉ କ୍ୟାଣ୍ଡେଲ ବନିଲା ତା ରିସେଣ୍ଟ ସ୍ୱିଙ୍ଗ ଲୋ, ତ ଏଇଟା ହେଉଛି ଆପଣଙ୍କର ଷ୍ଟପ୍ ଲସ୍। ତ ସେଇ ଅନୁସାରେ ଗଲେ ଆପଣଙ୍କୁ ମଧ୍ୟ ଫେର୍ लगभग 104 ପଏଣ୍ଟର ମୁଭମେଣ୍ଟ ଦେଲା। ଏକ୍ଜାକ୍ଟଲି ଆଉ ଥରେ ପୁଣି ଆପଣଙ୍କ ପୋଜିସନ୍ ଏଠି ଦେଲା ସେଲ୍। ଯେତେବେଳେ ଏଗେନ୍ ସେଲ୍ ଦେଲା, ଆପଣ ଯେହେତୁ ବ୍ୟାକଗ୍ରାଉଣ୍ଡ ରେଟ୍ ଅଛି, ଆପଣ ମଧ୍ୟ ଏଠି ଏଣ୍ଟ୍ରି କରିପାରିବେ ୱିଥ୍ ହେଭିଂ ସିର୍ଫ 18 ପଏଣ୍ଟ ଆପଣଙ୍କୁ ମିଳିଲା। ଷ୍ଟପ୍ ଲସ୍ ଦେଖନ୍ତୁ, ଷ୍ଟପ୍ ଲସ୍ ଥିଲା ଯଦି ଏଇଟା ପ୍ରାଇସ୍ ହୁଏ ତାହେଲେ ଆପଣଙ୍କ ନିୟରେଷ୍ଟ ସ୍ୱିଙ୍ଗ ହାଏ, ଦିସ୍ ଇଜ୍ ଦ ନିୟରେଷ୍ଟ ସ୍ୱିଙ୍ଗ ହାଏ। এইটা ସ୍ୱିଙ୍ଗ ହେଉଛି, ଫିର୍ ବି ମୁଁ ଆଉ ଟିକେ କନଜରଭେଟିଭ୍ ଆଉ ଟିକେ ଉପରକୁ ନେବି, ଯଦିଓ ରିସେଣ୍ଟ ସ୍ୱିଙ୍ଗ ହାଇ ଇଜ୍ ଦିସ୍। ଆମର ସେଇ ହିସାବରେ ଟାର୍ଗେଟ୍ ହେଇଛି କି ନାହିଁ ଟିକେ ଚେକ୍ କରିଦେବା। ଯଦି ଦିସ୍ ଇଜ୍ ଦ ସ୍ୱିଙ୍ଗ ହାଇ and our entry point is here, ये 31 ପଏଣ୍ଟର ଏଣ୍ଟ୍ରି ପଏଣ୍ଟ, 31 ପଏଣ୍ଟ ହେଲା 1:, ନା ଆପଣଙ୍କୁ ଏଇଠି ଷ୍ଟପ୍ ଲସ୍ ହେଇଯିବ। ଠିକ୍ ଅଛି। ତେଣୁ ଷ୍ଟପ୍ ଲସ୍ କେତେରେ ହେବ ନା ଆପଣଙ୍କ ଷ୍ଟପ୍ ଲସ୍ ହେଉଛି 25,815। କିନ୍ତୁ ଆପଣ 25,815 ପର୍ଯ୍ୟନ୍ତ ୱେଟ୍ କରିବେ କି ଇମିଡ଼ିଏଟଲି ଯେତେବେଳେ ଆପଣଙ୍କର ବ୍ୟାକଗ୍ରାଉଣ୍ଡ ଚେଞ୍ଜ ହେଇଗଲା, ହ୍ୱାଇଟ୍ ହେଇଗଲା, ହୁଏତ ଆପଣ ଛାଡ଼ି ଦେଇପାରନ୍ତି, ନାହିଁ ତ ଆପଣଙ୍କୁ ବାୟ ସିଗ୍ନାଲ ମିଳିଲା, ଆପଣ ଏ ପୋଜିସନକୁ ଏକ୍ଜିଟ୍ ହେଇକିରି ଆପଣ ନେକ୍ସଟରେ ଏଣ୍ଟ୍ରି ହେବେ। 8-10 ପଏଣ୍ଟର ବର୍ତ୍ତମାନ ଏବେ ଲସ୍ ହେଲା, ଆପଣ ଏଗେନ୍ ଏଠି ଏଣ୍ଟ୍ରି କରିପାରିବେ। ତ ଏଇ ୱେରେ ଆପଣ ପୋଜିସନ୍ ବନେଇ ପାରିବେ। ମୁଁ ଆଉ ଗୋଟେ ଲଜିକ୍ ଆପଣଙ୍କୁ ବତାଉଛି। ଯଦି ଆପଣ ସପୋଜ 15 ମିନିଟ୍ରେ ଦେଖୁଛନ୍ତି, କାହିଁକିନା ଯଦି ସେ ଆପଣ ଟାଇମ୍ ବି ନାହିଁ, ପୋଜିସନାଲ ମଧ୍ୟ ହିଁ ଆପଣଙ୍କୁ ଭଲ ଟ୍ରେଡ୍ ଦେଇପାରିବ। ଦେଖନ୍ତୁ ଏଇ ଜାଗାରେ ଆପଣ ସ୍ମାର୍ଟ ବାୟ ଆପଣଙ୍କୁ ସିଗ୍ନାଲ ମିଳିଲା। ଏ ସ୍ମାର୍ଟ ବାୟ ମିଳିଲା ବେଳେ ଆପଣ ଏଠି ଅବଜର୍ଭ କରନ୍ତୁ, ବ୍ୟାକଗ୍ରାଉଣ୍ଡ ହ୍ୱାଇଟ୍ ଅଛି, ଆପଣ ୱେଟ୍ କରିପାରିବେ ବା ନେବେ ହିଁ ନାହିଁ ନା ନାହିଁ। ଯଦି ବର୍ତ୍ତମାନ ଏବେ ୱେଟ୍ କରିବେ ତାହେଲେ ଆପଣ କେବେ ଏଣ୍ଟ୍ରି କରିବେ? ଯଦି ଇମିଡ଼ିଏଟଲି ଆପଣ ନେବାକୁ ଚାହୁଁଛନ୍ତି, ଦେଖନ୍ତୁ ମୁଁ ଆପଣ ଆଉ ଗୋଟେ ଲଜିକ୍ ବତାଉଛି। ଯୋଉଠି ସ୍ମାର୍ଟ ବାୟ ହେଲା ସେ କ୍ୟାଣ୍ଡେଲଟାକୁ ପ୍ରଥମେ ମାନେ ମାର୍କ କରନ୍ତୁ। ଏବେ ତାର ଲୋୟର ଟାଇମ୍ ଫ୍ରେମ୍କୁ ଯାଆନ୍ତୁ। ଲୋୟର ଟାଇମ୍ ଫ୍ରେମ୍ରେ ଯଦି ବ୍ୟାକଗ୍ରାଉଣ୍ଡ ତା ପୂର୍ବରୁ ଆସିଯାଇଥିବ ନା ଆପଣ ମଧ୍ୟ ଏଣ୍ଟ୍ରି କରିପାରିବେ।
ଦେଖନ୍ତୁ ଆପଣଙ୍କର ଲୋୟର ଟାଇମ୍ ଫ୍ରେମ୍ରେ ବ୍ୟାକଗ୍ରାଉଣ୍ଡ ଗ୍ରୀନ୍ ଏଇ ଜାଗାରୁ ଆସିଯାଇଛି, ଠିକ୍ ଅଛି, ଏଇ ଜାଗାରୁ ଆପଣ ଏଇ ମୁଭମେଣ୍ଟଟା ମଧ୍ୟ ଗ୍ରାସ୍ପ କରି ପାରିଥାନ୍ତି। ତ ଏଥିରେ ଆହୁରି ମଧ୍ୟ ଫ୍ୟାସିଲିଟି ରଖାଯାଇଛି କ'ଣ ଦେଖନ୍ତୁ, ଏଇ ଜାଗାରେ ଆପଣଙ୍କର ଟ୍ରେଣ୍ଡ ଜାଣିବା ପାଇଁ ଏଇ ଟ୍ରେଣ୍ଡ କ୍ଲାଉଡ୍ ଯଦି ଆପଣ ଏଠି ଅପ୍ଟ କରିବେ ଯେ ଇଣ୍ଡିକେଟର ଡିସପ୍ଲେରେ ଆଣ୍ଡ ତାମାନେ ସେଥିରେ ବି ଆପଣ କନଫର୍ମ ହେଇପାରିବେ ଯେ ବର୍ତ୍ତମାନ whether I will go with the trend or against the trend, ବୁଝିପାରିଲେ କି ନାହିଁ? ଯେମିତି ଏଇଠି ଦେଖନ୍ତୁ ମୁଁ ବର୍ତ୍ତମାନ ଏବେ ଡ୍ର କଲି, କେବଳ ଟ୍ରେଣ୍ଡଟାକୁ ବର୍ତ୍ତମାନ ମୁଁ ଅପ୍ଟ କରିଛି, ଠିକ୍ ଅଛି। ଟ୍ରେଣ୍ଡ ଯଦି ଅପ୍ଟ କଲି, ଟ୍ରେଣ୍ଡ ଯଦି ଆପଣ ଅପ୍ଟ କରିବେ, ପ୍ରଥମେ ଏଠି ଅବଜର୍ଭ କରନ୍ତୁ ଯେ ଯେତିକା ବେଳେ ପ୍ରାଇସ୍ ଇଜ ବିଲୋ ଦ ଟ୍ରେଣ୍ଡ ଲାଇନ୍, ଦିସ୍ ଇଜ योर ट्रेंड, ମୁଭିଂ ଆଭରେଜର ଟ୍ରେଣ୍ଡ ଆପଣଙ୍କୁ ଇଏ କହୁଛି ଯେ ଏ ସେଲ୍ ଟ୍ରେଣ୍ଡ ପରଫେକ୍ଟଲି କାମ କରିବ ନା ଆପଣ ନେବେ। ସପୋଜ ଏବେ ଅବଜର୍ଭ କରନ୍ତୁ ଯେତିକା ବେଳେ ସ୍ମାର୍ଟ ବାୟ ଦଉଛି ଟ୍ରେଣ୍ଡ ଇଜ ଏଗେନଷ୍ଟ ଦ ମୁଭମେଣ୍ଟ ନା ଏଲଙ୍ଗ ୱିଥ ଦ ମୁଭମେଣ୍ଟ, ଏଗେନଷ୍ଟ ଦ ମୁଭମେଣ୍ଟ, ତ ଆପଣ ଟିକେ ୱେଟ୍ କରିବେ ପ୍ରାଇସ୍ ପ୍ରଥମେ ୟା ଉପରକୁ ଯାଉ। ସିମିଲାରଲି ଏଠି ଯେ ସ୍ମାର୍ଟ ସେଲ୍ ହଉଛି, ଏଠି ଟ୍ରେଣ୍ଡ ଆପଣଙ୍କର ଏଗେନଷ୍ଟରେ ଅଛି ବିକଜ ମାନେ ମାଇଟ୍ ବି ଦ ପ୍ରାଇସ୍ ୱିଲ୍ ଟେକ୍ ସପୋର୍ଟ ଅପନ୍ ହିଅର, ତେଣୁ ସେଥିପାଇଁ ଆପଣ ଟିକେ ୱେଟ୍ କରିବେ। କିନ୍ତୁ ଏଇ ଜାଗାରେ ଦେଖନ୍ତୁ ସ୍ମାର୍ଟ ବାୟ ଦେଲା, ଟ୍ରେଣ୍ଡ ଇଜ ଅଫ୍, କେମିତି ଜାଣିଲେ ନା ପ୍ରାଇସ୍ ଇଜ ଏବଭ ଦ ମୁଭିଂ ଆଭରେଜ, ତେଣୁ ଅବଭିୟସଲି ଆପଣଙ୍କୁ ଏଇ ଜାଗାରୁ ମାନେ ୱିଦିନ୍ ସ୍ମଲ୍ ଟାଇମ୍ ଫ୍ରେମ୍ ତ ଆପଣଙ୍କୁ ବି 60 ପଏଣ୍ଟର ମୁଭମେଣ୍ଟ ମିଳିଗଲା। ତ ଇଏ ମଧ୍ୟ ଆଉ ଗୋଟେ ୱେ କେମିତି ଆପଣ ଇଏ କରିବେ, ଠିକ୍ ଅଛି। ଏଠି ଆଉ ଗୋଟେ ଫେସିଲିଟି ବି ଅଛି ଏଥିରେ, ଦେଖନ୍ତୁ ଏଥିରେ ଟ୍ରେଣ୍ଡ ଛାଡ଼ି ଦିଅନ୍ତୁ, ଏବେ ଆସନ୍ତୁ ମୁଁ ସପୋର୍ଟ ରେଜିଷ୍ଟାନ୍ସ ଡ୍ର କରିବି। ଯଦି ସପୋର୍ଟ ରେଜିଷ୍ଟାନ୍ସ ମୁଁ ଏଠି ଡ୍ର କଲି, ଆପଣ ମାର୍କ କରନ୍ତୁ ଏଥିରେ କେମିତି ଆପଣ ଟ୍ରେଣ୍ଡ ନେଇପାରିବେ। ଭେରି ସିମ୍ପଲ ଲଜିକ, ଆପଣଙ୍କୁ ଧର ସ୍ମାର୍ଟ ବାୟ ହେଲା ଏବଂ ବ୍ୟାକଗ୍ରାଉଣ୍ଡ ବର୍ତ୍ତମାନ ଏବେ ବ୍ୟାକଗ୍ରାଉଣ୍ଡ ବର୍ତ୍ତମାନ ଆପଣଙ୍କର ଗ୍ରୀନ୍ ଅଛି, ତାହେଲେ ଆପଣ ଇମିଡିଏଟଲି ବର୍ତ୍ତମାନ ପୋଜିସନ ବନେଇ ପାରିବେ। ମୁଁ ଯୋଉ ଦେଖାଉଥିଲି ଏବେ 15 ମିନିଟ, ଚାଲନ୍ତୁ 15 ମିନିଟରେ ଆପଣ ବେଟରଲି ବୁଝେଇବି। ଦେଖନ୍ତୁ ଏଇ ଜାଗାରେ ଆପଣଙ୍କର ବ୍ୟାକଗ୍ରାଉଣ୍ଡ ହ୍ୱାଇଟ୍ ଅଛି, ଯଦି ବ୍ୟାକଗ୍ରାଉଣ୍ଡ ହ୍ୱାଇଟ୍ ଅଛି ଏବଂ ସ୍ମାର୍ଟ ବାୟ, ତାହେଲେ ଆପଣ ଏବେ ଇମିଡିଏଟଲି ପୋଜିସନ ନେବେ ନାହିଁ। କିନ୍ତୁ ଆପଣଙ୍କ ବର୍ତ୍ତମାନ ଏବେ ବାୟ ବାୟ ଟ୍ରେଡ୍ ଅଛି ନା ସେଲ୍ ଟ୍ରେଡ୍ ଅଛି, ବାୟ ଟ୍ରେଡ୍, ତ ଆପଣ ୱେଟ୍ କରନ୍ତୁ ନା ପ୍ରାଇସ୍ ଆସୁ ସପୋର୍ଟ ପାଖକୁ, when it will take support ନା again will enter। ଦେଖନ୍ତୁ ଯଦି ସପୋର୍ଟ ପାଖରୁ ଆପଣ ନେଲେ ୱିଦିନ୍ ସ୍ମଲ୍ ଟାଇମ୍ ଲିମିଟ୍ ଆପଣଙ୍କୁ 89 ପଏଣ୍ଟର ମୁଭମେଣ୍ଟ ଦେଲା, ତ କ'ଣ ପ୍ରୋବ୍ଲେମ୍ ଅଛି ନିଜେ ଭାବିକି ଦେଖନ୍ତୁ। ସେମିତି ଯେତିକା ବେଳେ ଏଠି ସ୍ମାର୍ଟ ସେଲ୍ ଦେଲା, ଠିକ୍ ଅଛି, ଏଠି ସ୍ମାର୍ଟ ସେଲ୍ ଦେଲା ଏଇ କ୍ୟାଣ୍ଡେଲରେ, ଏବେ ଏଇ ଟ୍ରେଡଟାକୁ ଆପଣ ନେବେ କି ନେବେନି ଆପଣ କେମିତି ଡିସାଇଡ୍ କରିବେ? ସିମ୍ପଲ ଲଜିକ, ଦେଖନ୍ତୁ ଆପଣଙ୍କ ଟାର୍ଗେଟଟା ଯୋଉଟା ହବ ନେକ୍ସଟର ସପୋର୍ଟ, ଦେଖନ୍ତୁ ଏଇଟା ଥିଲା ଯୋଉଠୁ ପ୍ରାଇସ୍ ଗଲା ଏଇଟା ରେଜିଷ୍ଟାନ୍ସ, ବଟ୍ ସପୋର୍ଟ କୋଉଠି ଅଛି, ଏଇ ଜାଗାରେ ସପୋର୍ଟ ଅଛି, ନେକ୍ସଟ ସପୋର୍ଟ ଇଜ ହିଅର। ତେଣୁ ଆପଣଙ୍କର ଅଲରେଡି ପ୍ରାଇସ୍ର ମୁଭମେଣ୍ଟରେ ସପୋର୍ଟ ପର୍ଯ୍ୟନ୍ତ ଚାଲିଯାଇଛି, ତେଣୁ ଆପଣ ଏଇ ଟ୍ରେଡ୍ ପ୍ରଫିଟେବୁଲ ହବ କି ହବନି? ହବ ନାହିଁ, ସେଥିପାଇଁ ହେଲା ହିଁ ନାହିଁ, ବ୍ୟାକ୍ କରିଲା ପ୍ରାଇସ୍। ତ ଇଏ ମଧ୍ୟ ଆପଣ ଆଉ ଗୋଟେ ଇନସାଇଟ୍ ପ୍ରୋଭାଇଡ କରୁଛି। ଇମିଡିଏଟଲି ସେମ୍ ଥିଙ୍ଗ ଅଲସୋ ହିଅର, ଏଇଠି ଦେଖନ୍ତୁ ସ୍ମାର୍ଟ ବାୟ, ଉପରେ କ'ଣ ଅଛି ରେଜିଷ୍ଟାନ୍ସ, ଯଦି ଉପରେ ରେଜିଷ୍ଟାନ୍ସ ଅଛି ଆପଣଙ୍କ ଏଠି ପ୍ରାୟ ପ୍ରଫିଟେବୁଲ ହବ ହିଁ ନାହିଁ। କେତେବେଳେ ଏଟା ପ୍ରଫିଟ ନେବି, ଦେଖନ୍ତୁ ଏଇ ଜାଗାରେ ଯେମିତି ହେଲା ପ୍ରାଇସ୍ ନାଉ ଇଟ୍ ୱିଲ୍ ଗିଭ୍ ଏ ସିଗ୍ନାଲ ହିଅର, ଆମକୁ କେତେ ବାଟ ପର୍ଯ୍ୟନ୍ତ ପୁଣି ମୁଭମେଣ୍ଟ ପାଇଁ ଅଛି, ପ୍ଲେସ୍ ଅଛି 100 ପଏଣ୍ଟ, ତାହେଲେ ଏଇ ଜାଗାରେ ଆମେ ଟ୍ରେଡ୍ ନେଇପାରିବା, କାହିଁକି ନା 100 ପଏଣ୍ଟର ମୁଭମେଣ୍ଟ ପାଇଁ ଜାଗା ଅଛି। ତେଣୁ ଆମେ କ'ଣ କରିବା, ଏବଂ ଆଉ ଗୋଟେ କଥା, ଯାହା ବି ଟ୍ରେଡ୍ ବନେଇଲା ଏବଭ ଦ ରେଜିଷ୍ଟାନ୍ସ, ଏଇ ପ୍ରାଇସଟା ରେଜିଷ୍ଟାନ୍ସ ଉପରେ ଦେଲା, ତେଣୁ ହ୍ୱେନ୍ ୟୁ ଟୁକ୍ ସପୋର୍ଟ ଅପନ୍ ଦିସ୍ ସପୋର୍ଟ, ତେଣୁ ଆମେ ଏଗେନ୍ ଏଣ୍ଟ୍ରି କରିପାରିବା। ଏଇଠି ଦେଖନ୍ତୁ ଆଉ ଗୋଟେ କଥା ମୁଁ ବୁଝେଇ ପାରିବି ଆପଣଙ୍କୁ ବେଟରଲି, ଯଦି ଏଇ ଯୋଉ ସ୍ମାର୍ଟ ବାୟଟା ହେଲା ସିମିଲାର କେସ୍, ସ୍ମାର୍ଟ ବାୟ ଛୋଟିଆ କ୍ୟାଣ୍ଡେଲରେ ୟା ଉପରେ ବନିଲା ମାନେ ସପୋର୍ଟ ଉପରେ, ତାମାନେ ଏବେ ଏଇ ଜାଗାରୁ ଆପଣ ଟ୍ରେଡ୍ ନେବା ପାଇଁ ହେଲେ ଆପଣଙ୍କୁ କେତେ 85 ପଏଣ୍ଟର ଗୋଟେ ଆପଣଙ୍କୁ ଅପସନ୍ ଅଛି, ତେଣୁ ଇମିଡିଏଟଲି ଆପଣ ଏଠି ପୋଜିସନ ନେଲେ ବି
ପ୍ରଫିଟେବଲ ହେଇପାରିବେ, ନାହିଁ ତ ୱେଟ୍ କରନ୍ତୁ ପ୍ରାଇସ୍ ପୁଣି ଆସୁ ଆଉ ଥରେ ସେଠୁ ସପୋର୍ଟ ନେଇକି ଏଗେନ୍ ଯିବ ସେ ଉପରକୁ, କାରଣ ବିକଜ ବାଇ ଟ୍ରେଡ୍ ଇଜ ଷ୍ଟିଲ୍ ନାଉ ଅନ୍ ହିୟର। ତ ଇଏ ମଧ୍ୟ ଆଉ ଗୋଟେ ଆପଣଙ୍କୁ ଇନସାଇଟ୍ ମଧ୍ୟ ପ୍ରୋଭାଇଡ କରୁଛି। ଦେଖନ୍ତୁ ଆଜି ମୁଁ ଆପଣଙ୍କୁ ନିଫ୍ଟି ଦେଖେଇଲି, ସିମିଲାରଲି ଏଇଠି ଅବଜର୍ଭ କରନ୍ତୁ, ସିମିଲାରଲି ନିଫ୍ଟି ଦେଖେଇଲି, ଏବେ ମୁଁ ବ୍ୟାଙ୍କ ନିଫ୍ଟି ବି ଦେଖେଇଲି। ତ ଯେକୌଣସିଥିରେ ଆପଣ ଯୋଉଟା ମୋଷ୍ଟ ଭୋଲାଟାଇଲ୍ ଥିବେ ତ ସେଥିରେ ଆପଣଙ୍କୁ ଇମିଡିଏଟଲି ଏ ପ୍ରକାରର କନସେପ୍ଟରେ ୱିଲ୍ ଅଲସୋ ଗେଟ୍ ବେନିଫିଟେଡ୍। ଯେମିତି ଦେଖନ୍ତୁ ଆଜିର ଆପଣଙ୍କୁ 15 ମିନିଟ୍ ଚାର୍ଟରେ 15 ମିନିଟ୍ ନିଅନ୍ତୁ ଚଳିବ, 5 ମିନିଟ୍ ନେଲେ ବି ଚଳିବ। ଦେଖନ୍ତୁ କେତେ ବଡ ମୁଭମେଣ୍ଟ ଆପଣଙ୍କୁ ଏଠି କ୍ୟାଚ୍ କରିବାକୁ କ୍ୟାଚ୍ କରିପାରିଥାନ୍ତେ, ଜଷ୍ଟ ଅବଜର୍ଭ କରନ୍ତୁ। ହିୟର ସ୍ମାର୍ଟ ବାୟ ସିଗ୍ନାଲ ଆପିୟର, ପ୍ରାଇସ୍ ସପୋର୍ଟର ଉପରେ ଅଛି, ଠିକ ଅଛି। ଆପଣ ଇମିଡିଏଟ ଯଦି ପୋଜିସନ ନେଲେ ଦେଖିବେ ନେକ୍ସଟ ରେଜିଷ୍ଟାନ୍ସ କୋଉଠି ଅଛି, 300 ପଏଣ୍ଟ ଉପରେ ରେଜିଷ୍ଟାନ୍ସ ଅଛି। ଯଦି ସପୋଜ ଏଇ ପାଖାପାଖି ପଳେଇ ଆସିଥାନ୍ତା ଆଉ 15, 20 କି 50 ପଏଣ୍ଟ ଥାନ୍ତା, ଆପଣ ଆଭଏଡ କରିବେ। ବଟ୍ ଯେହେତୁ ଆହୁରି ଆପଣଙ୍କୁ 300 ପଏଣ୍ଟର ମାନେ ପ୍ରାଇସ୍ ମୁଭମେଣ୍ଟର ଆବଶ୍ୟକ ମାନେ ସ୍ପେସ୍ ଅଛି, କାରଣ ଆପଣ ଇମିଡିଏଟଲି ଏବଂ ବ୍ୟାକଗ୍ରାଉଣ୍ଡ ଗ୍ରୀନ୍ ଅଛି, ଆପଣ ନେବାର କିଛି ଅସୁବିଧା ହିଁ ନାହିଁ। ଇମିଡିଏଟଲି ଆପଣଙ୍କୁ ମିଳିଲା 320 ପଏଣ୍ଟ। ସିମିଲାରଲି ଯଦି ଆପଣ ପୁଣି ନେକ୍ସଟ ଆସିକି ସପୋର୍ଟ ନେଲା ଏବଂ ଗୋଟେ ଗ୍ରୀନ୍ କ୍ୟାଣ୍ଡେଲ ଏଠି ବନିଲା ଏବଂ ଏଇ ଜାଗାରେ ଗ୍ରୀନ୍ କ୍ୟାଣ୍ଡେଲ ବନିଲା ନା, ଅବଜର୍ଭ କରନ୍ତୁ, ତେଣୁ ଇମିଡିଏଟଲି ଆପଣ ଆଉ ଥରେ ପୋଜିସନ ନେଇପାରିବେ, ଠିକ ଅଛି। ଯେତେବେଳେ ପ୍ରାଇସ୍ ପୁଣି ଏଇ ରେଜିଷ୍ଟାନ୍ସକୁ ପାସ୍ କରିକିରି ପୁଣି ଏଗେନ୍ ସପୋର୍ଟ ନେଲା ହିୟର, ଯେତେବେଳେ ଇନିସିଆଲି ରେଜିଷ୍ଟାନ୍ସକୁ ବ୍ରେକ୍ କରୁଥିବ ଆପଣ ହୁଏତ ପ୍ରାଇସ୍ ନେବେ ନାହିଁ, ଯେତେବେଳେ ପୁଣି ସପୋର୍ଟ ନେଲା ଆପଣ ଏଗେନ୍ 500 ପଏଣ୍ଟ ମୁଭମେଣ୍ଟ ଏବେ ପାଇବେ, ଠିକ ଅଛି। ଇନ୍ ଦ ସେମ୍ ୱେ ଏଠି ଦେଖନ୍ତୁ, ଏଇଠି ବର୍ତ୍ତମାନ ସେଲ୍ ଟ୍ରେଡ୍ ମିଳିଲା, ସେଲ୍ ଟ୍ରେଡ୍ ମିଳିଲା, ବ୍ୟାକଗ୍ରାଉଣ୍ଡ ରେଡ୍ ହେଇନି, ଏବେ ବ୍ୟାକଗ୍ରାଉଣ୍ଡ ରେଡ୍ ହେଲା। କିନ୍ତୁ ଏଠି ଆଉ ଗୋଟେ ଜିନିଷ ଆପଣ ଦେଖନ୍ତୁ, ଏଇ ଯୋଉ ରେଜିଷ୍ଟାନ୍ସ ଲେଭେଲ, ଏଇ ଯୋଉ ସପୋର୍ଟ ଲେଭେଲ ଇ ବ୍ରେକ୍ ହେଲା, ତେଣୁ ଆପଣଙ୍କର ନେକ୍ସଟ ମୁଭମେଣ୍ଟ ୱିଣ୍ଡୋ ଖୋଲିଲା, 400 ପଏଣ୍ଟର ୱିଣ୍ଡୋ ପୁଣି ଖୋଲିଲା, ଆପଣ ଏଗେନ୍ ପୋଜିସନ ବି ନେଇପାରିବେ ଫର ଦିସ୍। ସିମିଲାରଲି ଏଇ ଜାଗାରେ ସ୍ମାର୍ଟ ବାୟ ହେଲା, ପ୍ରାଇସ୍ କେତେ ପର୍ଯ୍ୟନ୍ତ ମୁଭମେଣ୍ଟ ପାଇଁ ଆଉ ଜାଗା ଅଛି ନିଜେ ଅବଜର୍ଭ କରନ୍ତୁ, ମାତ୍ର 100। ତେଣୁ ଏଥିପାଇଁ ତଳକୁ ମଧ୍ୟ ଅଛି 200 ପଏଣ୍ଟ, ଉପରକୁ ଅଛି 150। ଏ ଟ୍ରେଡ୍ ନବା ତ ମୁଁ ତ ନେବିନି, ତ ଓଭିୟସଲି ଏ ଟ୍ରେଡ୍ ସକ୍ସେସଫୁଲ ସେଥିପାଇଁ ହେଲାନି। ସିମିଲାରଲି ଏଇ ଯେତେବେଳେ ସେଲ୍ ଟ୍ରେଡ୍ ଆସିଲା ଏଠି ରେଡ୍ ଅଛି, ଠିକ ଅଛି, ପ୍ରାଇସ୍ ଇଜ ଅଲସୋ କ୍ଲୋଜିଂ ହିୟର, ନାଇଁ, କିନ୍ତୁ ଇମିଡିଏଟଲି ଦେଖନ୍ତୁ ପ୍ରାଇସ୍ ଯୋଉ ଏଇ ମୁଁ କାହିଁକି କଥା କହୁଛି ସପୋର୍ଟ ରେଜିଷ୍ଟାନ୍ସ ଆପଣ ପ୍ଲଟ କରିବା ଦରକାର, ବିକଜ ଏଥିରୁ ଆପଣ ଇମିଡିଏଟଲି ମିଳିଯିବ ଯେ ଯୋଉ ଜାଗାରେ ପ୍ରାଇସ୍ଟା ଅଛି ନା, ତ ପ୍ରାଇସ୍ ମୁଭମେଣ୍ଟ ସେଇ ଜାଗାରୁ କଣ ହବ, ସପୋର୍ଟ ନେଇ ବି ପାରେ ନ ନେଇ ବି ପାରେ, ତାକୁ ଜାଣିବା ପାଇଁ ଆପଣ ଦେଖନ୍ତୁ ଇମିଡିଏଟଲି ବର୍ତ୍ତମାନ ଏବେ ଏଇଠି ଆଉ ଗୋଟେ କଥା ମୁଁ ଆପଣଙ୍କୁ ଦେଖେଇ ଦଉଛି, ଆପଣ କାମ କରନ୍ତୁ, ଏଠି ଯିବେ ଯୋଉ କଲର ଜିନିଷଟା ଅଛି, କଲରଟାକୁ ଅଫ୍ କରିଦେବେ, ବାର କଲରଟାକୁ ଯଦି ଅଫ୍ କରିଦେଲେ ତ ଆପଣଙ୍କୁ ଏଇଠି ଯୋଉ ମୁଁ ଗୋଟେ ଆଗରୁ କନସେପ୍ଟ ଦେଇଥିଲେ ଫଲ୍ସ ବ୍ରେକଆଉଟ କନସେପ୍ଟ, ଆପଣଙ୍କୁ ପୁରୁଣା ଭିଡିଓ ଆପଣ ଅବଜର୍ଭ କରିବେ, ଫଲ୍ସ ବ୍ରେକଆଉଟ କନସେପ୍ଟରେ ରେଡ୍ କ୍ୟାଣ୍ଡେଲରେ ବ୍ରେକଡାଉନ ହେଲା, ବଟ୍ ଦ ଇମିଡିଏଟ କ୍ୟାଣ୍ଡେଲ ସିମ୍ପଲି ଅବଜର୍ଭ କରନ୍ତୁ, ଦ ଇମିଡିଏଟ କ୍ୟାଣ୍ଡେଲ ଇଜ ଏ ଫ୍ରେକ୍ ବ୍ରେକଆଉଟ। କେମିତି ଜାଣିବେ ନା, ଯୋଉ କ୍ୟାଣ୍ଡେଲ ରେ ରେଜିଷ୍ଟାନ୍ସକୁ ବ୍ରେକ୍ କଲା, ଯଦି ତାର ନେକ୍ସଟ କ୍ୟାଣ୍ଡେଲ 50% ଉପରକୁ ପ୍ରାଇସ୍ ପଳେଇଗଲା, ତାହେଲେ ବୁଝିଯିବ ଏଟା ଫେକ୍ ବ୍ରେକଆଉଟ। ତାମାନେ ଏବେ ପ୍ରାଇସ୍ ଆଉ ତଳକୁ ନ ଯାଇକି ରିଟ୍ରେସ୍ ବ୍ରେକ୍ କରିବ, କ୍ଲିୟର। ତାପରେ କଣ ହେଲା, ଏଠି ଏତିକା ବେଳେ ଆପଣ ଏଣ୍ଟ୍ରି କରିପାରିବେ ଆଗ୍ରେସିଭଲି, ବିକଜ ଫେକ୍ ବ୍ରେକଆଉଟ ନା ବହୁତ ସାରା ଲୋକ ଟ୍ରାପ୍ ହେବେ, ସେଥିପାଇଁ ଆଗ୍ରେସିଭଲି ମୁଭମେଣ୍ଟ ବୋଲି ଅବଜର୍ଭ 244 ପଏଣ୍ଟ ମୁଭମେଣ୍ଟ ଦେଖେଇଲା, କ୍ଲିୟର। ତେଣୁ ଇଏ ମଧ୍ୟ ଗୋଟେ ଆପଣଙ୍କୁ ଆଉ ଗୋଟେ ଇମିଡିଏଟଲି ହ୍ୟାକ୍ସ ଆପଣଙ୍କୁ ବତେଇଲି, ଯେମିତି ଅବଜର୍ଭ କରନ୍ତୁ, ଏଇ ଜାଗାରେ ବ୍ରେକଡାଉନ ହେଲା, ସପୋର୍ଟ ମାନେ ବ୍ରେକଡାଉନ ହେଲା, ନାଉ ନେକ୍ସଟ କ୍ୟାଣ୍ଡେଲ ଯଦି ନେକ୍ସଟ କ୍ୟାଣ୍ଡେଲ ୱେଟ୍ କରିବେ ଯେ କଣ ହଉଛି, ଯଦି ଏଠି ଆପଣଙ୍କୁ ନେକ୍ସଟ କ୍ୟାଣ୍ଡେଲ କନସେପ୍ଟ ବୁଝିବେ ନା, ସେଥିପାଇଁ ଦେଖନ୍ତୁ ନେକ୍ସଟ କ୍ୟାଣ୍ଡେଲ ୟାର ତଳକୁ ବର୍ତ୍ତମାନ ବ୍ରେକଡାଉନ କଲା, ବ୍ରେକଡାଉନ କରିକି କ୍ଲୋଜ ମଧ୍ୟ ସେଠି ହେଲା, ସୋ ଦ୍ୟାଟ ଏଠି ଆପଣ ଏଣ୍ଟ୍ରି ନେଇପାରିବେ କୋଉଠିକି ନା, ଆପଣ ମିନିମମ୍ ଟାର୍ଗେଟ ରହିବା ଦରକାର ଯେ ନେକ୍ସଟ ସପୋର୍ଟ ଜାଗା ପର୍ଯ୍ୟନ୍ତ ମିନିମମ୍ ରହିବା ଦରକାର। ଦେଖନ୍ତୁ ଏକ୍ଜାକ୍ଟଲି
ମାନେ କେମିତି ମୁଁ ଆପଣଙ୍କୁ ଡ୍ର କରି ମାନେ କେମିତି ମୁଁ ପ୍ଲଟ୍ କରିଛି ଆପଣଙ୍କୁ ଆମ ଇଣ୍ଡିକେଟରରେ କେମିତି ଇଫେକ୍ଟିଭଲି ଆପଣ ଏକ୍ଜାକ୍ଟଲି ଆପଣ ଯୋଉ ଜାଗାରେ ଆପଣ ସପୋର୍ଟ ନେଲା ଏକ୍ଜାକ୍ଟଲି ଦେଖନ୍ତୁ ଆମ ସପୋର୍ଟ ଜାଗାରେ ହିଁ ସପୋର୍ଟ ନେଲା ଆଉ କଣ ଦରକାର କୁହନ୍ତୁ। ତେଣୁ ଯୋଉ ଯୋଉ ଲଜିକରେ ମୁଁ ମାନେ ଆପଣଙ୍କୁ ଅଲରେଡି ପୁରୁଣା ଭିଡିଓରେ ବତେଇଥିଲି ସବୁ ଲଜିକକୁ ଲଗେଇକି ଇଣ୍ଡିକେଟର ବନେଇ ଦେଇଥାନ୍ତି। ଏଇ ଇଣ୍ଡିକେଟର ତ ଲୋକମାନେ ମାନେ ହଜାର ହଜାର ଟଙ୍କାରେ ମାନେ ବିକ୍ରି କରୁଛନ୍ତି କରିବେ କିନ୍ତୁ ମାନେ ଆପଣ ମାନେ ଏକୁ ୟୁଜ କରନ୍ତୁ ଏବଂ ପ୍ରଫିଟେବଲ ହୁଅନ୍ତୁ। ଏଇଟା ହଉଛି ମୋର କାମ। ସେଥିପାଇଁ ମୁଁ ଆପଣଙ୍କୁ ପ୍ରଥମେ ତ କହିବି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ତାପରେ ଆପଣ ଟ୍ରେଡ୍ ଅର୍ବିଟ କୁ ଆପଣ ସବସ୍କ୍ରାଇବ କରିକି ଆପଣ ଏଇ ଇଣ୍ଡିକେଟର ଡକ୍ଟର ଏସ୍ ଏସ୍ ସ୍ମାର୍ଟ ବାୟ ସେଲ୍ ମୁଁ ତିନିଟା ଇଣ୍ଡିକେଟର ପବ୍ଲିଶ କରିଛି। ବହୁତ ସାରା ଇଣ୍ଡିକେଟର ମଧ୍ୟ ଅଛି ଏବଂ ତିନିଟା ଇଣ୍ଡିକେଟର ଏଠି ପବ୍ଲିଶ କରିଛି। ତ ଆପଣ ଏଠି ଯାଇକି ଏକୁ ଆପଣ ସବସ୍କ୍ରାଇବ କରିପାରିବେ। ତ ସେ ଅନୁସାରେ ଆପଣ ମାନେ ସବସ୍କ୍ରାଇବ କରନ୍ତୁ ଏବଂ ତାପରେ ଟ୍ରେଡ୍ ବି ନିଅନ୍ତୁ। ଏତିକି ହେଲା କଥା। ଦେଖନ୍ତୁ ଆପଣ ଯୋଉଥିରେ ବି ଆପଣ ଲଗେଇବେ ବି ଯେକୌଣସି ଟାଇମ ଫ୍ରେମରେ ଲଗେଇବେ ବି ଯେମିତି ଆପଣ ଦେଖନ୍ତୁ ଏବେ ମୁଁ ସିଲଭର ଆଜି ଯୋଉ ମୁଭମେଣ୍ଟ ହେଲା ସେ ମୁଭମେଣ୍ଟକୁ ଆମେ ଧରି ପାରିଥାନ୍ତେ କି ନାହିଁ ଅବଜର୍ଭ କରନ୍ତୁ। ହଁ ଆଉ ଗୋଟେ କଥା ମୁଁ କହୁଛି ସିଲଭରରେ ଯେତେବେଳେ ଆପଣ ଦେଖିବେ ନା ଟ୍ରେଡ କରିବେ ଅ, ଯେତେବେଳେ ସିଲଭରରେ ଆପଣ ୟୁଏସ୍ ର ଡଲାର ଭର୍ସେସ ମାନେ ଚାର୍ଟ ଦେଖିବେ ବଟ୍ ଯେତେବେଳେ ଟ୍ରେଡ ନେବେ ସେତେବେଳେ ଏମସିଏକ୍ସ ରେ ଟ୍ରେଡ ନେବେ ଠିକ ଅଛି। ଏବେ ଏଇଟା ଅବଜର୍ଭ କରନ୍ତୁ। ଯଦି ଆମେ ଅବଜର୍ଭ କଲେ ଆମର ପ୍ରଥମେ ଆଜି 15 ମିନିଟ ହିସାବରେ ଟ୍ରେଡ ଜେନେରେସନ କୋଉଠି ହେଲା ହିୟର ବ୍ୟାକଗ୍ରାଉଣ୍ଡ କଣ ଅଛି ବ୍ୟାକଗ୍ରାଉଣ୍ଡ ରେଡ୍ ଅଛି ଏସରେ ହ୍ୱାଇଟ୍ ଅଛି ଟ୍ରେଡ ନବା କି ନବାନି ନବାନି କାହିଁକି ନବାନି ନା ଉପରେ ବର୍ତ୍ତମାନ ଆପଣଙ୍କ ରେଜିଷ୍ଟାନ୍ସ ଅଛି। ତେଣୁ ପ୍ରଥମେ ଯେତିକି ରେଜିଷ୍ଟାନ୍ସ ହେଲା when resistance now taking support ଦେଖନ୍ତୁ ଯେତେବେଳେ ଟେକିଂ ସପୋର୍ଟ ହେଲା ନା ଏଟ୍ ଦ ଟାଇମ୍ ବ୍ୟାକଗ୍ରାଉଣ୍ଡ କଣ ଅଛି ଗ୍ରୀନ୍ ଅଛି। ତେଣୁ ଜାଗାରୁ ଏଣ୍ଟ୍ରି ହେଇପାରିବ ଫର ଦ ଟାର୍ଗେଟ ଅଫ ଦ ରେଜିଷ୍ଟାନ୍ସ ଲେଭେଲ 2000 ପଏଣ୍ଟ ଏବଂ ଷ୍ଟପ ଲସ୍ କେତେ ଛୋଟିଆ ଷ୍ଟପ ଲସ୍ ଯୋଉ କ୍ୟାଣ୍ଡେଲ ଏକୁ ଏଇ ଦେଖନ୍ତୁ ଯୋଉ କ୍ୟାଣ୍ଡେଲ ଆପଣ ନେଲେ ନା ଦିସ୍ କ୍ୟାଣ୍ଡେଲ ତାର 280 ତଳେ ଆପଣ ଷ୍ଟପ ଲସ୍ ନେଇପାରିବେ 280 ଅନଲି 280 ଠିକ ଅଛି। ତ ଏବେ ଦେଖନ୍ତୁ ଏଇ ଷ୍ଟପ ଲସ୍ ରେ ଆପଣଙ୍କ ପ୍ରାଇସ୍ କୋଉଠି ପର୍ଯ୍ୟନ୍ତ ମୁଭ୍ କଲା। ସିମିଲାରଲି ଖାଲି ବାୟ ନୁହଁ ଆଜି ସକାଳେ ମୋତେ ସେଲ୍ ଟ୍ରେଡ୍ ମିଳିଥିଲା। ଏଠି ଦେଖନ୍ତୁ ଏଇ କ୍ୟାଣ୍ଡେଲ ପ୍ରଥମେ ସେଲ୍ ଟ୍ରେଡ୍ ମିଳିଲା ବ୍ୟାକଗ୍ରାଉଣ୍ଡ ରେଡ୍ ନାହିଁ। ଏବେ ମୁଁ ଏ ସପୋର୍ଟ ରେଜିଷ୍ଟାନ୍ସ ଯୋଉ ଡ୍ର କରିଛି ଏକ୍ଜାକ୍ଟଲି କେମିତି ସେ ସପୋର୍ଟ ରେଜିଷ୍ଟାନ୍ସ ଆକ୍ଚୁଆଲି ୱାର୍କିଂ ଆପଣ ଦେଖନ୍ତୁ ଏଇ କ୍ୟାଣ୍ଡେଲରେ ଏଠି ରେଜିଷ୍ଟାନ୍ସ ଥିଲା ନା ସପୋର୍ଟ ଥିଲା ଏଟା ସପୋର୍ଟ ଥିଲା। ସପୋର୍ଟ ମୁଁ ଇମିଡିଏଟଲି ନେବି କି ନେବିନି କିନ୍ତୁ ସପୋର୍ଟ କଣ ହେଲା ବ୍ରେକଆଉଟ୍ ହେଲା। କିନ୍ତୁ ହ୍ୱାଟ ହ୍ୟାପେନ୍ ଯେତେବେଳେ ସପୋର୍ଟ ବ୍ରେକଆଉଟ୍ ହେଲା ଇମିଡିଏଟଲି ନେକ୍ସଟ କ୍ୟାଣ୍ଡେଲରେ ବଡ ବିଗ ମୁଭ୍ ହେଇଗଲା ଠିକ ଅଛି। ଆପଣ ହୁଏତ ଯଦି ପୋଜିସନରେ ଏଠି ରହିଥାନ୍ତି ବି ଆପଣଙ୍କ ଷ୍ଟପ ଲସ୍ କୋଉଠି ନା ଯୋଉଠି ଟ୍ରେଡ୍ ବନୁଛି ତାର ସୁଇଙ୍ଗ ହ୍ୟାଣ୍ଡ ଦିସ୍ ଇଜ ଦ ସୁଇଙ୍ଗ ହ୍ୟାଣ୍ଡ। ତ ଏଇ ଷ୍ଟପ ଏଠିକି ଆପଣ ନେଇପାରିବେ ଷ୍ଟପ ଲସ୍ କିମ୍ବା ଏଇ ଷ୍ଟପ ଲସ୍ ର ଏବେ ଦେଖନ୍ତୁ ଟାର୍ଗେଟ କଣ ନା ନେକ୍ସଟ ରେଜିଷ୍ଟାନ୍ସ ଲେଭେଲ ଦେଖନ୍ତୁ ପ୍ରାଇସ୍ ଏକ୍ଜାକ୍ଟଲି ଆସିଲା ଆପଣଙ୍କୁ ଆସିକିରି 3000 ର ମୁଭମେଣ୍ଟ ଦେଇକି ରିଭର୍ସ କରିଦେଲା। ଦ୍ୟାଟ୍ ଇଜ ଦ ଫ୍ୟାକ୍ଟ। ତ ଆପଣ ଯଦି ପରଫେକ୍ଟଲି ଏକୁ ଅବଜର୍ଭ କରିବେ ସବୁଥିରେ ସିମିଲାରଲି ଦେଖନ୍ତୁ ଯଦି କପରରେ ବି ଦେଖିବା ମୁଁ ଦେଖିନି ଆପଣଙ୍କ ସାମ୍ନାରେ ହିଁ ଦେଖୁଛି ବର୍ତ୍ତମାନ ଏବେ ଯଦି କପରରେ ବି ଦେଖିବା ଅବଜର୍ଭ କରନ୍ତୁ ଯେ କପର ଆଜି କଣ ବନିଛି ନା ବନେନି ସେଇ 15 ମିନିଟ ଯଦି ଚାର୍ଟ ଦେଖିବି ଦେଖନ୍ତୁ ଆଜି ସେଲ୍ ଦେଲା ତ ସେଲ୍ ଦେଲା ପରେ ଇମିଡିଏଟଲି ରେଟ୍ ଅଛି ତ ଆପଣଙ୍କ ଟାର୍ଗେଟ ଏବେ 28 ପଏଣ୍ଟ ଟାର୍ଗେଟ କ୍ଲିୟର। ସିମିଲାରଲି ଗୋଟେ ଲଟ୍ ସାଇଜ 2500 ଆଇ ଥିଙ୍କ ଲଟ୍ ସାଇଜ। ସିମିଲାରଲି ଏ ଜାଗାରେ ଆପଣଙ୍କୁ ବାୟ ମିଳିଲା କିନ୍ତୁ ବ୍ୟାକଗ୍ରାଉଣ୍ଡ କଣ ଅଛି ବ୍ୟାକଗ୍ରାଉଣ୍ଡ ହ୍ୱାଇଟ୍ ଅଛି। ତେଣୁ ନେବିନି ଖାଲି ୱେଟ୍ କରିବି ପ୍ରାଇସ୍ ଏ ରେଜିଷ୍ଟାନ୍ସକୁ ବ୍ରେକ୍ କରୁ। ପ୍ରାଇସ୍ ରେଜିଷ୍ଟାନ୍ସକୁ ବ୍ରେକ୍ କଲେ ଆଣ୍ଡ ଟେକ୍ ହ୍ୱେନ୍ ଇଟ୍ ଟେକ୍ ସପୋର୍ଟ ଅପନ୍ ହିୟର ଏଗେନ୍ ମୁଁ ନେବି ୱିଥ୍ ଦ ଟାର୍ଗେଟ ଅଫ ଦ ଅପର ରେଜିଷ୍ଟାନ୍ସ ଲେଭେଲ
କ'ଣ ହେଲା ପ୍ରାଇସ୍ ଏକ୍ଜାକ୍ଟଲି ବର୍ତ୍ତମାନ ସେଇ ଜାଗାରେ ବର୍ତ୍ତମାନ ରେଜିଷ୍ଟ ନଉଛି କି ନା? ୟାଠାରୁ ଆଉ କ'ଣ ହେଇପାରେ ମତେ ନିଜେ କୁହନ୍ତୁ। ସିମିଲାରଲି ଆମେ ବିଟକଏନ୍ ବି ଦେଖିବା। ବିଟକଏନ୍ ବିଟକଏନ୍ ଯଦି ଆମେ ଦେଖିବା, ଦେଖନ୍ତୁ ଯଦି ବିଟକଏନ୍ ବି ଦେଖିବା, ଦେଖନ୍ତୁ ଏଇ ବିଟକଏନ୍ରେ କ'ଣ ହେଇଛି। ବିଟକଏନ୍ରେ ଏ ଜାଗାରେ ଆପଣଙ୍କର ବର୍ତ୍ତମାନ ସ୍ମାର୍ଟ ସେଲ୍ ଦେଲା, ଠିକ ଅଛି। ବ୍ୟାକଗ୍ରାଉଣ୍ଡ କ'ଣ ଅଛି? ହ୍ୱାଇଟ୍, ନେବିନି। ହଉ, ଯଦି ବି ସପୋଜ ରେଡ୍ ଥାନ୍ତା ନେବି ନା ନେବିନି, କାହିଁକି ନା ବିକଜ ମୋର ସପୋର୍ଟ ଇଜ ନାଉ ଜଷ୍ଟ ବିଲୋ ଇଟ୍। ତେଣୁ ହୁଏତ ସପୋର୍ଟ ବି 500 ପଏଣ୍ଟ ବି କମ୍ ନୁହଁ, କିନ୍ତୁ ଉପରେ ରେଜିଷ୍ଟାନ୍ସ କେତେ ଅଛି? ରେଜିଷ୍ଟାନ୍ସ ଅଛି 1200 ପଏଣ୍ଟ। ତାମାନେ ଉପରକୁ ଗଲେ ଏ ରେଜିଷ୍ଟାନ୍ସ ପାଇଁ 1200 ପଏଣ୍ଟ ଉପରକୁ ଯିବ, ଆଉ ସପୋର୍ଟ ନେଲେ 500। ତେଣୁ ମୁଁ ଓଭିୟସଲି ଏ ଟ୍ରେଡକୁ ଛାଡ଼ିଦେବି, କାହିଁକିନା ଷ୍ଟପ୍ ଲସ୍ ହେଉଛି ମୋର 1200 ପଏଣ୍ଟ ଉପରେ। ବଟ୍ କିନ୍ତୁ ଏଇ ଟ୍ରେଡ୍ ଯେତେବେଳେ ବାୟ ଦେଲା, ବାୟ ଉପରେ ରେଜିଷ୍ଟାନ୍ସ ଅଛି, ନେବି ବି ନେବିନି। ସିମିଲାରଲି ଯେତେବେଳେ ଏଇ ଜାଗାରେ ନେବିନି। ତେଣୁ ଯେକୌଣସି ଟ୍ରେଡ୍ ଯେତେବେଳେ ମୋତେ ପାଖାପାଖି ମିଳିବ, ଯେମିତି ଏଇ ଜାଗାରେ ଦେଖନ୍ତୁ, ଏଇ ଜାଗାରେ ବର୍ତ୍ତମାନ ସ୍ମାର୍ଟ ସେଲ୍ ମିଳିଲା, କ୍ଲିୟର। ତାପରେ ରିଭର୍ସ ଯେତେବେଳେ କରିବ ନା, ଇମିଡିଏଟଲି ମିଳି ଫର ଦ ଟାର୍ଗେଟ ଅଫ 1700 ପଏଣ୍ଟର ପ୍ରଫିଟ୍ ମୋତେ ମିଳିଲା। ଜାଣିପାରୁଛନ୍ତି ନା ହାଉ ମଚ୍ ପାୱାରଫୁଲ ଦିସ୍ ଇଣ୍ଡିକେଟର ଇଜ୍। ତେଣୁ ଆପଣଙ୍କ ପାଇଁ ଏଇ ଇଣ୍ଡିକେଟର ମୁଁ ଅଲରେଡି ଫ୍ରିରେ ପବ୍ଲିଶ କରୁଛି। ଖାଲି ଗୋଟିଏ କଥା ଆପଣଙ୍କୁ କରିବାକୁ ପଡ଼ିବ, କାହିଁକିନା ଏଥିପାଇଁ କେତେ କନସେପ୍ଟ, କେତେ ମାନେ ଲଜିକ୍ ଲଗେଇବାକୁ ପଡୁଛି ଗୋଟେ ଇଣ୍ଡିକେଟର ବନେଇବା ପାଇଁ ଆପଣଙ୍କର ସହିତ, ସୋ ଦ୍ୟାଟ୍ ମୋଟିଭେସନ ମୋତେ ମିଳିବା ଦରକାର, ଆପଣ ପ୍ରଫିଟେବଲି ହେବା ଦରକାର। ସେଥିପାଇଁ ଆପଣ ମାନେ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ। ମୁଁ ଆହୁରି ଆପଣଙ୍କୁ ଗୁଡ଼ାଏ କନସେପ୍ଟ ବି ଏଇ ଇଣ୍ଡିକେଟର ଉପରେ ବି ଡିସ୍କସନ କରିବି। ଅଲ୍ଟିମେଟଲି ମୋଟୋ କ'ଣ? ପଇସା ବନିବା ଦରକାର, ଆକାଉଣ୍ଟକୁ ପାସବୁକକୁ ପଇସା ଆସିବା ଦରକାର। ତ ସେଥିପାଇଁ ଏଇ ଇଣ୍ଡିକେଟର ଆପଣଙ୍କୁ ମୁଁ ଫ୍ରିରେ ଏଠି ଆଭେଲେବଲ୍ କରିଛି। ଆପଣ ଯାଇକି ଟ୍ରେଡ୍ ଅର୍ବିଟ୍ରେ ଡକ୍ଟର SS, ଆପଣ ଟ୍ରେଡ୍ ଅର୍ବିଟ୍ ଯିବେ, ଯାଇକି ସେଠି ଆପଣ ଡକ୍ଟର SS ସ୍ମାର୍ଟ ବାୟ ସେଲ୍ ସ୍କାଲ୍ପର ଇଣ୍ଡିକେଟରକୁ ଚୁଜ୍ କରିବେ, ଏବଂ ଅଟୋମେଟିକାଲି ଆପଣଙ୍କୁ ଏଇଟା ଆଭେଲେବଲ୍ ହେଇଯିବ ଫ୍ରିଲି। ତାପରେ ଆପଣ ଟ୍ରେଡ୍ ବି ନେଇପାରିବେ, ଠିକ ଅଛି। ଓକେ, ଥ୍ୟାଙ୍କ ୟୁ। ଯଦି ଇଣ୍ଡିକେଟର ଭଲ ଲାଗିଲା ତ ଆପଣ ଆମ୍, ତଳେ ଆପଣ ଆପଣ କମେଣ୍ଟସ୍ ବି ଦେଇପାରନ୍ତି। ମୁଁ ଏଥିରେ ଆହୁରି ବି ଇମ୍ପ୍ରୁଭ୍ ଭର୍ସନ ଆଣୁଛି, ତାକି ଆହୁରି ମଧ୍ୟ ଆପଣଙ୍କୁ ସ୍ମୁଦର ହବ ଟୁ ଟେକ୍ ଦ ଡିସିସନ୍। କିନ୍ତୁ ରିକ୍ୱେଷ୍ଟ କରିବି କି ଆପଣ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଏବଂ ରେଫର ବି କରନ୍ତୁ ଅନ୍ୟମାନଙ୍କୁ। ଆପଣ ଫ୍ରେଣ୍ଡ ମାନଙ୍କୁ ମଧ୍ୟ କୁହନ୍ତୁ କି ସେମାନେ ଏଇ ଇଣ୍ଡିକେଟରକୁ ବି ୟୁଜ୍ କରନ୍ତୁ, ବିକଜ ଫ୍ରି ଅଫ୍ କଷ୍ଟ ଆପଣଙ୍କୁ ଟଙ୍କାଟେ ଦେବାର ନାହିଁ, ଆଉ ଫ୍ରିରେ ଆପଣ ପାଇପାରିବେ। ଏବଂ ତାପରେ ଆପଣ ଯଦି ଆପଣଙ୍କୁ ବ୍ୟାକ୍ ଟେଷ୍ଟିଂ କଲା ପରେ ଏବଂ ଫରୱାର୍ଡ ଟେଷ୍ଟିଂ କଲା ପରେ ଯଦି ଜାଣିଲେ ନାହିଁ ପେପର ଟ୍ରେଡିଂ କଲା ପରେ ଇଟ୍ ଇଜ୍ ପ୍ରଫିଟେବୁଲ, ମିନିମମ୍ ତ 2 ମନ୍ଥ ଆପଣଙ୍କୁ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ତାପରେ ଆପଣ ରିଏଲ ମାନେ ମନି ଲଗେଇବେ। ଯଦି ତାପରେ ଆପଣ ଲାଗିଲା ନାହିଁ, ଇଟ୍ ଇଜ୍ ୱର୍ଥ ହ୍ୟାଭିଂ ଟୁ ଟେକ୍, ବିକଜ ତାପରେ ଆପଣ ମଧ୍ୟ ରିଏଲ ମନି ଏଥିରେ ଲଗେଇ ପାରନ୍ତି। ଥ୍ୟାଙ୍କ ୟୁ।